ସାଙ୍ଗମାନେ ଏଇ ଭିଡ଼ିଓଟା ଦେଖନ୍ତୁ। ଜଣେ ନ୍ୟୁଜ୍ ରିପୋର୍ଟର ଭାଇ ଜଣେ ତା ମନ୍ତ୍ରୀଙ୍କୁ ଲୋକମାନଙ୍କର କ'ଣ ଅସୁବିଧା ଅଛି ସେ ବିଷୟରେ ଜଣାଉଛନ୍ତି, ବଟ୍ ତାର ସମାଧାନ ନ କହିକି କି ତା ଉପରେ କିଛି ଷ୍ଟେପ୍ ଆକ୍ସନ୍ ନ ନେଇକି ସେଇ ଅସୁବିଧା ଲୋକମାନଙ୍କ ଉପରେ ସେ କେମିତି କଥାବାର୍ତ୍ତା କରୁଛନ୍ତି ଏଇ ଭିଡ଼ିଓରେ ତାଙ୍କ ସହିତ ଦେଖନ୍ତୁ। କେମିତି ବଦତମିଜ କରୁଛନ୍ତି ସେଇ ରିପୋର୍ଟର ଭାଇ ସହିତ ଦେଖନ୍ତୁ ଏଇ ଭିଡ଼ିଓଟା, ଚାଲନ୍ତୁ ଦେଖିବା। बहुत सारे लोगों को अभी तक जो रिफंड की बात कही गई थी वो भी नहीं मिला कैलाश जी, और पीने के पानी की ठीक से व्यवस्था छोड़ो यार, तुम फोकट प्रश्न मत पूछो। नहीं फोकट नहीं, ये तो मैं तो वहाँ होकर आया हूँ। क्या 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 घंटा हो गया है तुम बात। कैलाश जी बात ठीक से कीजिए, नहीं शब्दों का चयन ठीक करेंगे। कैलाश जी आप ढंग से बात नहीं कर रहे हैं। नहीं आप ये क्या शब्द होता है कि घंटा घंटा क्या शब्द होता है आप, मैं तो जाऊंगा लहजा इनको सुधारने का। ये इतने सीनियर मंत्री घंटा घंटा क्या बोलते रहते हैं, बात करने की तमीज नहीं है। हाँ और क्या, तुम मत किया भाई एमिति लोकमानଙ୍କର ଅସୁବିଧାକୁ ଯିଏ ନେଇକି ମନ୍ତ୍ରୀଙ୍କ ପାଖରେ ପହଞ୍ଚି ତାଙ୍କର ଏଇ କାମ ପାଇଁ ମୁଁ ଦୀପଦ କ୍ଲାପ୍ କରିବି। ଆଉ ଏମିତି ହିଁ ଜର୍ଣ୍ଣାଲିଷ୍ଟ ଆମ ଦେଶକୁ ଦରକାର। ଆମ ଦେଶକୁ ଡେଭଲପମେଣ୍ଟ କରିବାକୁ ହେଲେ ଏମିତି ଜର୍ଣ୍ଣାଲିଷ୍ଟ ଦରକାର, ନା କି ଏମିତି ଯିଏକି ପଇସା ଖାଇକି ପଲିଟିସିଆନଙ୍କ ପଛରେ ଧାଇଁବେ। ଆମ ଦେଶରେ ଜର୍ଣ୍ଣାଲିଷ୍ଟ ଯେ ଏବେ ଏମିତି ଯେଉଁମାନେ କି ପଲିଟିସିଆନଙ୍କ ପଛରେ କେବଳ ହିଁ ଧାଉଁଛନ୍ତି। ଭାଇ ଇଏ ଦେଖ ଯେମିତିକି ମନ୍ତ୍ରୀ ବଦତମିଜ ସେ କଥାବାର୍ତ୍ତା କରୁଛନ୍ତି ସମାଧାନ ନ କରିକି, ଏହା ବହୁତ ନିନ୍ଦନୀୟ। ଆପଣଙ୍କର ମତ କ'ଣ କମେଣ୍ଟ ମାଧ୍ୟମରେ ନିହାତି ଜଣାନ୍ତୁ। ଭିଡ଼ିଓଟି ଏଇଠି ରଖୁଛି। ଜୟ ଜଗନ୍ନାଥ।